ଶ୍ରୀମାସ ଅରବିନ୍ଦ ଡିଭାଇନ୍ ଗ୍ରେସ୍ ପାଠ୍ୟକ୍ରମ ପରିଚାଳିକା ଆସ୍ଥା ଆପା ଏବଂ ସମସ୍ତ ଅପା ଭାଇଙ୍କୁ ଏବଂ ସଂଯୁକ୍ତ ସମସ୍ତ ଅପା ଭାଇଙ୍କୁ ମୋର ପ୍ରଣାମ। ଦୁର୍ଗା ସ୍ତୋତ୍ର ପାଠନ କରିଥିବା ସନ୍ତୋଷୀ ଆପା, ମାତୃ ସଙ୍ଗୀତ ପରିବେଷଣ କରିଥିବା ସସ୍ମିତା ଆପା ଏବଂ ଧ୍ୟାନ ପ୍ରାର୍ଥନା ପଠନ କରିବାକୁ ଥିବା ଗୀତାଞ୍ଜଳି ଅପାଙ୍କୁ ମୋର ପ୍ରଣାମ। ଏହି ପାଠଚକ୍ରରେ ଶ୍ରୀମାସ ଅରବିନ୍ଦଙ୍କ ଦର୍ଶନକୁ ଆଲୋଚନା କରିଥିବା ଅପା ଭାଇଙ୍କୁ ମଧ୍ୟ ମୋର ଆନ୍ତରିକ ପ୍ରଣାମ, ଶୁଭେଚ୍ଛା। ଆଜିର ବିଷୟବସ୍ତୁ ଚେତନାର 22 ପାବଚ୍ଛ। ଚେତନାର 22 ପାବଚ୍ଛ। ସାବିତ୍ରୀ ପଠନ କଲେ ଗୋଟି ଗୋଟି ଅଧ୍ୟାୟ ସବୁ ଗଣିଗଲେ, କ୍ୟାଣ୍ଟ ଗୁଡକୁ ଗଣିଗଲେ ଆଡୋରେସନ ଅଫ୍ ଦି ଡିଭାଇନ୍ ମଦର 22 ନମ୍ବର ପଡିବ। ସିରିଏଲ ନମ୍ବର 22। ପରମ ପ୍ରଭୁଙ୍କର ଶ୍ରୀ ଅରବିନ୍ଦଙ୍କର ସିକ୍ରେଟ ଅଫ୍ ଦି ବେଦ ପଠନ କଲେ 22ଟି ଅଧ୍ୟାୟରେ ଅଫ୍ ଦି ଦସ୍ୟୁଜ, ଭିତରର ଦସ୍ୟୁ ମାନଙ୍କ ଉପରେ ବିଜୟ। ଆପେ ଆପେ ମନଟି ଯୋଡି ହେଇଗଲା ଜଗନ୍ନାଥଙ୍କ 22 ପାହାଚରେ। ସାବିତ୍ରୀ ଆଲୋଚନା ପୂର୍ବରୁ ପ୍ରଥମେ ମୋର ଶିକ୍ଷକ, ସାବିତ୍ରୀ ଶିକ୍ଷକ ମହାପାତ୍ର ପ୍ରଭାକର ମିଶ୍ର ମହେନ୍ଦ୍ର ଭାଇଙ୍କୁ ମୋର ପ୍ରଣାମ। ତେବେ ପ୍ରଶ୍ନ ଉଠେ, ମଣିଷର ମନ କେତେବେଳେ ଭଗବାନଙ୍କୁ ପଠନ କରିବାକୁ ଆଲୋଚନା କରିବାକୁ ସାହସ କରେ, ଶ୍ରୀ ଅରବିନ୍ଦକୁ ପଠନ କରିବାକୁ ସାହସ କରେ ଏବଂ ସାହସ କରେ ଆଲୋଚନା କରିବାକୁ। ଚେତନାର ଚତୁର୍ଥ ପାବଚ୍ଛରେ ସାବିତ୍ରୀଙ୍କର ଚତୁର୍ଥ ଅଧ୍ୟାୟରେ ପେଜ 77ରେ ପ୍ରଭୁ ଲେଖୁଛନ୍ତି, ନ୍ୟୁ ମ୍ୟାଟର ପ୍ରେଗନାଣ୍ଟ with the spiritual sense, mind dare the study of the unknowable। ଏସବୁରେ ମୁଁ ଭାବାର୍ଥ ଆଲୋଚନା କରିବି। ବିଶ୍ୱର ସୂକ୍ଷ୍ମ ଜଳ ଚେତନା ଭିତରେ ଯେତେବେଳେ ଆଧ୍ୟାତ୍ମିକତା ତାର ସାମାନ୍ୟ ଜ୍ଞାନ ଉଚ୍ଚାରିତ କରେ, ଅର୍ଥାତ୍ ବିଶ୍ୱ ଜଳ ଯେତେବେଳେ ଗର୍ଭବାସ ହୁଏ, ଏ ମଣିଷ ମାନେ ସବୁ ପ୍ରଭୁଙ୍କୁ ଅଧ୍ୟୟନ କରିବାକୁ ସାହସ କରନ୍ତି। ଅଜ୍ଞାନ ମନ ତାଙ୍କୁ ପ୍ରସାର କରିବାକୁ ଚେଷ୍ଟା କରେ। ତେଣୁ ମୋତେ କ୍ଷମା କରିବେ, ଦୋଷ ଥିଲେ ମୁଁ ମନ ଚୈତ୍ୟ ସତା ନୁହେଁ। ବିକୃତ କରି ପ୍ରଚେଷ୍ଟାର ଆନନ୍ଦ ପ୍ରାପ୍ତ କରିବା ହିଁ ଏହି ମନର ସ୍ୱଭାବ। ଏହି ଅଶୁଦ୍ଧ ଏବଂ ଅଜ୍ଞାନ ମନ, ଅର୍ଦ୍ଧଜ୍ଞାନୀ ମନ ତଥାପି ପୂର୍ଣ୍ଣ ଯୋଗର ପଥିକ, ମାଙ୍କ ସନ୍ତାନ। ଏହି ଅଧିକାରରେ ଅଜ୍ଞାନ କରୁଛି, ଭୁଲ ଥିଲେ କ୍ଷମା କରିବେ। ଶ୍ରୀ ଅରବିନ୍ଦଙ୍କ ଯୋଗ ସମାନର ସେଥିପାଇଁ ପୁସ୍ତକ ପଢିବା ଦରକାର। ଜଗନ୍ନାଥଙ୍କ ରଥ ବୋଲି ପ୍ରଭୁ ଏକ ପୁସ୍ତକ ଲେଖିଛନ୍ତି ଏବଂ ଆମ ଯୋଗ ହଉଛି ସମନ୍ୱୟର ଯୋଗ। ପ୍ରଭୁ ଲେଖିଲେ ଯୋଗ ସମନ୍ୱୟ, କାହାରିକୁ ଛଡାଯିବନି, କାହାରିକୁ ବାଦ ଦିଆଯିବ ନାହିଁ, କିନ୍ତୁ ସଚେତନ ରହିବାକୁ ପଡିବ, ନିର୍ଯାସ ବାହାର କରିବାକୁ ପଡିବ, ଅତୀତ ଭିତରୁ ନିର୍ଯାସ ବାହାର କରିବାକୁ ପଡିବ। ଏବେ ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତିର 10 ଅବତାର ଭିତରୁ ପ୍ରବେଶ କରିବା। ପ୍ରଥମ ଅବତାର ହେଉଛନ୍ତି କଚ୍ଛପ, ଅର୍ଥାତ୍ ଜଡ ମାଟି ଭିତରେ ଜୀବନ ବଞ୍ଚିବାର ଇଙ୍ଗିତ, ପ୍ରତୀକ। ଧୀରେ ଧୀରେ ଶ୍ରେଷ୍ଠ ରୂପ ଶ୍ରୀକୃଷ୍ଣ ଅବତାର, ଶେଷ ଅବତାର ଶ୍ରୀକୃଷ୍ଣଙ୍କର। ଶ୍ରୀ ଅରବିନ୍ଦ କହନ୍ତି, ଜଡ ତାର ଶ୍ରେଷ୍ଠ ରୂପକୁ ଧାରଣ କଲା। ମାଟି ପଥର ଗଳି
ତାର ଶ୍ରେଷ୍ଠ ରୂପକୁ ଧାରଣ କଲା। ଏବେ ମଣିଷଟି ଠିକ ଶ୍ରୀକୃଷ୍ଣଙ୍କ ଭଳି ସୁନ୍ଦର। ଦଶମ ଅବତାର ପ୍ରଚେଷ୍ଟା ମାତ୍ରକେ ଅର୍ଥାତ୍ ଶ୍ରୀକୃଷ୍ଣ ଚେତନା ପ୍ରଚେଷ୍ଟା ମାତ୍ରକେ ରୂପ ବିକୃତ ହୋଇ ଖଣ୍ଡିଆ ହେଇଗଲା। ନବମ ଅବତାର ଶ୍ରୀକୃଷ୍ଣ ଚେତନା ଯେତେବେଳେ କଳ୍କି ଅବତାର ଦଶମ ଅବତାର ନେଲେ, ନିଜେ ନିଜର ରୂପ ଗଢିବା ପାଇଁ ଚେଷ୍ଟା କଲା ମାତ୍ରେ ହିଁ ମଣିଷ ଇଚ୍ଛାରେ, ରାଜାଙ୍କ ଇଚ୍ଛାରେ, ଇନ୍ଦ୍ରଦମ୍ନଙ୍କ ଇଚ୍ଛାରେ ମୂର୍ତ୍ତି ଗଢିବାକୁ ଚେଷ୍ଟା କଲା ମାତ୍ରେ ହିଁ ଗଲେ, ମୁକ ପାଲଟି ଗଲେ, କଳ୍କି ପାଲଟି ଗଲେ। ଯୋଉ କଳ୍କି ଅବତାର ଶ୍ରୀ ଜଗନ୍ନାଥ, ସେ ହଉଛନ୍ତି ଏକ ପ୍ରତୀକ, ଏକ ସଂକେତ। ମାତ୍ର ସଚଳ ରୂପ କିଏ? କଳ୍କିଙ୍କର ସଚଳ ରୂପ କିଏ? ଆମେ ଜାଣିଛେ ପ୍ରଭୁ ଶ୍ରୀ ଅରବିନ୍ଦ। ସେ କାଳିଆ ଭଳିଆ ଛୋଟା, ପ୍ରଭୁଙ୍କର ଗୋଡ ଭାଙ୍ଗି ଯାଇଥିଲା। ଏବେ ଆମେ ଟିକେ ଗୀତା ଭିତରକୁ ପ୍ରବେଶ କରିବା। ଗୀତାଙ୍କ ଭାଷାରେ ଯେବେ ଧର୍ମ ସଙ୍କଟ ଆସିବ, ତେବେ ସେ ପୁନର୍ବାର ଅବତାର ଗ୍ରହଣ କରିବେ। ସଙ୍କଟ ବର୍ତ୍ତମାନ ସମାପ୍ତ ହୋଇଛି ନା ବୃଦ୍ଧି ହୋଇଛି? ସମାଧାନଟି ବାହାର ସମସ୍ୟାରେ ନାହିଁ। ଯେତେ ଚେଷ୍ଟା କଲେ ବି ସମସ୍ୟାର ସମାଧାନ ନାହିଁ, ଏ ପୃଥିବୀର ନାହିଁ। ଜାତିସଂଘ ପ୍ରତିଷ୍ଠା ସାମାନ୍ୟ ସାହାଯ୍ୟ କରେ, ମାତ୍ର ଭିତରେ ତ ଅହଙ୍କାର, ଷଡ଼ରିପୁ, ଅନ୍ୟକୁ ଅଧିକାର କରିବାର ସ୍ୱଭାବ। ସମାଧାନ ଭିତରେ ଅଛି। ସମଝୋତାରେ, ମିଟିଂରେ ଘରର କଳି, ପଡୋଶୀ ସାଙ୍ଗରେ କଳି, ସମାଜରେ କଳି, ଯୁଦ୍ଧ, ବିଭୀଷିକା, ଏସବୁକୁ ସାମୟିକ ଉପଶମ ଦିଆଯାଇପାରେ। ଏପରିକି এই ଭିତର ବିକୃତ ଲାଗି, ଭିତରେ ଥିବା ଆଗ୍ନେୟଗିରି ଲାଗି ଆଜି ଆମେ କରୋନା ଦ୍ୱାରା ପୀଡ଼ିତ। ଭିତରେ ଅହଙ୍କାରର ବିଲୋପ ଆବଶ୍ୟକ, ଷଡ଼ରିପୁଙ୍କର ବିଲୋପ ଆବଶ୍ୟକ। ଅତଏବ ଏ ଯୋଉ କାମ କରିବେ ସେ କିଏ? ଏ ହଉଛନ୍ତି, ସେ ଅବତାର କିଏ? ସେ ହଉଛନ୍ତି ମାତୃଶକ୍ତି। ପିତୃଶକ୍ତି 10 ଥର ଅବତାର ନେଲେ, ଏ ଜିନିଷ ସମାଧାନ କରିପାରିଲେ ନାହିଁ। ପିତୃଶକ୍ତି ଅବଶ୍ୟ କରିଛନ୍ତି, ବାହାର ଜିନିଷ କରିଛନ୍ତି। ଘରର ଫାଉଣ୍ଡେସନ ଠୁ, ବିଶ୍ୱର ଫାଉଣ୍ଡେସନ ଠୁ ରଙ୍ଗ ଦେବା ପର୍ଯ୍ୟନ୍ତ, ଘର ରଙ୍ଗ ଦେବା ପର୍ଯ୍ୟନ୍ତ କରିଛନ୍ତି। କିନ୍ତୁ ଭିତରେ ଅଳିଆ, ଭିତର କାମଟି ପାଇଁ ମାତୃଶକ୍ତି ଦରକାର। ତେଣୁ ଅଟକି ଗଲେ, ଅବତାର ଅଟକି ଗଲେ, ଆଉ ଅବତାର ସୃଷ୍ଟି ହେଲେ ନାହିଁ। ସାବିତ୍ରୀ ପ୍ରଭୁ କହୁଛନ୍ତି, ଦି ମିଷ୍ଟ୍ରି ଅଫ୍ ଗଡ୍ସ ବାର୍ଥ ଆଣ୍ଡ ଆକ୍ଟସ୍ ରିମେନ୍ସ। ଅଟକି ଗଲା, ଅବତାର ଅଟକି ଗଲେ। ଆଉ ଜନ୍ମ ଅବତାରଙ୍କର ହେଇନି। ଅତଏବ କିଏ ଆସିବେ ଅବତାର? ନା ଆସିବେ ମାତୃଶକ୍ତି। ଭିତରଟାକୁ ସଫା କରିବା ଦାୟିତ୍ୱ ମାତୃଶକ୍ତିର। ମାତୃଶକ୍ତିକୁ ବର୍ତ୍ତମାନ ପିତୃଶକ୍ତି ଦାୟିତ୍ୱ ହସ୍ତାନ୍ତର କରିଛି। ଅର୍ଥାତ୍ ରୂପାନ୍ତର ଆବଶ୍ୟକ। ମାତୃଶକ୍ତି ପିତୃଶକ୍ତି ଦାୟିତ୍ୱ ନେବେ। ସେହି ଗୀତାଙ୍କ ଭାଷାରେ ଏକ ହିଁ ସମୟରେ, ଯେ ବର୍ତ୍ତମାନ ସମୟରେ ଗୀତାଙ୍କ କଥା ଯଦି ଆଲୋଚନା କରାଯାଏ, ଅବତାର ଦରକାର, ତେବେ ଦୁଇଟି ଅବତାର, ମାତୃଶକ୍ତି, ପିତୃଶକ୍ତି। ମା ଶ୍ରୀଅରବିନ୍ଦ, ମୁଖ୍ୟ ମା। ଆଶ୍ରମର ନାଁ ହେଲା ଶ୍ରୀଅରବିନ୍ଦ ଆଶ୍ରମ। ଅର୍ଥାତ୍ ଏ ଯୋଉ 22 ପାହାଚ କଥା ଆମେ କହୁଛେ, 22 ପାହାଚ ହଉଛି ଜଗନ୍ନାଥଙ୍କୁ ଭେଟିବା। ଅର୍ଜୁନ ସୂର୍ଯ୍ୟ, ଇକ୍ଷାକୁ, ଯଶୋଦା ସେଇ ବିଶ୍ୱ ପୁରୁଷଙ୍କୁ ଭେଟିଥିଲେ, ତାଙ୍କର ଭୟଙ୍କର ରୂପକୁ ଭେଟିଥିଲେ। ଦେହ ଶୀତେଇଗଲା, ଝାଳ ହେଇଗଲେ, ଅର୍ଜୁନ ଧନୁ ଥୋଇଦେଲେ। କିନ୍ତୁ ଅଶ୍ୱପତି ବା ଶ୍ରୀଅରବିନ୍ଦ ଯାହାକୁ ଭେଟିବେ,
से मातृशक्ति माँ को दर्शन कले कौन भय आसे अंतर भितर सकलकर मातृप्रेम जागरण हेबो यहाँ ही होची पूर्ण जगर आम समस्तंकर प्रकृत इच्छा रूपांतर भितरटा रूपांतर नहले हेबो नाही भितर अंधकार ए विश्वरूपी भितर अंधकार एवं आम भितर जो अंधकार रही ता भितर अग्नि अच्छंती आत्मा अच्छंती जली उठी नथिले सी आसला मात्रे जली उठा दरकार है जली उठी नथिले प्रभु कहते प्रथम पांच सिंबल डन इन हर अनलिट टेम्पल ऑफ एटर्निटी विश्व अंधकार भितर व्यक्तिर चेतना भितर जली नथिला कौन ना शाश्वत दीपावली जली नथिला जेतेबेले दीपावली जलिला सेतेबेले ऋषि माने कहले मृत्युर मांग अमृतंगमय मते आमको मृत्युर अमृत को निय उपनिषद है बृहत अरण्यक उपनिषद क्यों कालरू ए प्रार्थना आज 2021 मसीह विज्ञान डिक्लेयर कलानी 35 वर्ष पर अमर मनीष आस सफल होगाकू जाउछि श्री अरविंदर अमरत्व स्वप्न सफल होगाकू जाउछि जगन्नाथंकर प्रथम पाहाच होला विद्रा मुखशाला अंधकार चेतना अज्ञानतार चेतना सेठी दीपावली जलिबा जरूरी तापर होचंती कुमुदिनी मंदा छंदावती एमती शेषर होचंती जोगिनी 22 पाहाच सब जगिकी रहिचंती 22 अग्नि जगिकी रहिचंती ता भीतर को जो साधक प्रवेश करिवो तार भीतर पशी पशिकी जीव एबे आमे 22 पाहाचर प्रवेश करबा पूर्व श्री अरविंदकर सावित्री 21 पाहाच विषय किछि कौन प्रभु लिखले सुनिबा विषयटी होची परस्यूट ऑफ द अननोन अज्ञान भगवान अन्वेषण तार भावार्थटी कहूँ जे ऑन ए डिजी भर्च वेयर ऑल डिस्गाइज फेल शीतल श्रृंग शीतल आलोकर सर्वोच्च श्रृंग पाहाच उपरु मुंड बुलाए साधकर छद्म कपटता सब विफल हो जाए जिते साधक जाई 21 पाहाचरे पहुंचे तार मुंड बुलाए चेतना स्तर ऊर्ध को जदि आत्मा स्तर को जाए जगन्नाथ मंदिर पाहाच तलक तलक दुटी भीतर विशेष किसी तफात नहीं जदि भी अच्छी विशेष किसी तफात नहीं ए डिजी भर्ज व्हेयर ऑल डिस्गाइज फेल साधक भितर सबु किछि कौन ना ये शेष प्रांतरे भर्जरे सबु छद्म रूप बाहर छद्म रूप भीतर छद्म रूप सब कौन करे ना विफल हो जाए तार मुंड बुलाए सर्वोच्च उच्चता ना ए ह्यूमन माइंड मस्ट एबिडिकेट इन लाइफ मनीष ये जो मन को धारण करिछि छद्मता को धारण करिछि ताकू त्याग करिया को बाध्य हबो और डाई ए लाइक ए मत इन द नेकेड ब्लेज ऑफ ट्रूथ जदि न करे एक मत एक कीट भली पोड़िकी मरीज जो शीतल आलोक आत्मार शीतल आलोक ऊर्ध्व मातृ आलोक शीतल आलोक ता भयंकर रूप धारण कर विकृत रूप धारण कर से पोड़िकी मर प्रहलाद एवं होलिका विषय में जानी होलिका शिशु प्रहलाद को धरी भितर पशिला होलिका अग्निस्तबन मंत्र जानती किंतु विकृत हो गले शीतल अग्नि कौन ना तप्त हो गले होलिका पोड़ीगला प्रहलाद बंची गले मत
ପୋକ ଭଳିଆ ମରିଯିବ। He stood compelled to tremendous choice। ତେଣୁ ସେ ବାଧ୍ୟ ହୋଇ ଅଶ୍ୱପତି ଯୋଉ ଯାଉଥିଲେ ଉର୍ଦ୍ଧ୍ୱକୁ ସେଠି ଟିକେ ଅଟକି ଗଲେ ଏବଂ ନିଜକୁ ବାଧ୍ୟ କଲେ, ସ୍ୱୀକାର କରିନେଲେ ଇଏ ଜଳିବାକୁ ଏବଂ ସେହି ଅଗ୍ନି ଭିତରେ ପ୍ରବେଶ କଲେ। ଆଶ୍ରମରେ ମାଙ୍କ ଦୃଷ୍ଟିରୁ ଦେଖିବା ପ୍ରାକ୍ଟିକାଲ, ମାଙ୍କ ନିକଟକୁ କୌଣସି ସାଧକ ଯଦି କିଛି କାମନା ପ୍ରବଣ ହୋଇ ଆସେ, ମାଙ୍କର ଚିଙ୍କ ହୁଏ। ଆମେ ଜାଣିଛେ ଚମ୍ପକଲାଲ ଭୟଙ୍କର ଭାବରେ ବିଗିଡନ୍ତି, ଛଦ୍ମ ରୂପ। ଆଶ୍ରମରେ ଯଦି ଯୌନ ସମ୍ପର୍କ ପ୍ରତିଷ୍ଠା ହୁଏ, ମାଙ୍କ ଦେହ କୁଣ୍ଡେଇ ହୁଏ। ଯେହେତୁ ସେ ଦିବ୍ୟ ଜନନୀ ଭିତରକୁ ଆସିଛନ୍ତି, ଆମ ଅନ୍ଧକାର ଭିତରକୁ ଆସିଛନ୍ତି, ସବୁ ସହ୍ୟ କରନ୍ତି। ଏହି ଡିଜି ଭର୍ଜ କଥା କାମନା ବିଷୟରେ ଟିକେ ପ୍ରବେଶ କରିବା ପୁରାଣ ଭିତରକୁ, ଉଦାହରଣ ଦୃଷ୍ଟିରୁ ପ୍ରବେଶ କରିବା। ଶ୍ରୀକୃଷ୍ଣଙ୍କ ନିକଟକୁ 22 ପାହାଚକୁ ଖୁଦ ଭଜା ନେଇ ଯାଉଛନ୍ତି। ଖୁଦ ଭଜା କଣ କାମନା ନୁହେଁ? ପ୍ରକୃତରେ ସେ କାମନା ନଥିଲା, କଣ ଥିଲା ନା ପ୍ରତୀକ ଥିଲା। ବହୁ ଦରିଦ୍ରଙ୍କର, ବହୁ ଦୁଃଖୀଙ୍କର ଖୁଦ ଭଜା ନେଇକି ସେ ଯାଉଥିଲେ। ଏଇ ଖୁଦ ଭଜା ଖାଇ ସେ ବଞ୍ଚୁଥିଲେ। ସେଇ ସମୟର ବା ଏବେ ବି ମଣିଷ ଅନେକ ସମାଜ କଣ କରୁଛି ନା ଖୁଦ ଭଜା ଖାଇ ବଞ୍ଚୁଛି। ହେ ପ୍ରଭୁ, ତୁମ ସନ୍ତାନ ମାନେ ଏଇ ଖୁଦ ଭଜା ଖାଇ ବଞ୍ଚୁଛନ୍ତି, କେତେ ଦିନ ତୁମେ ଏଇଭଳି ଚଲେଇବ? ନିବେଦନ କରିଛନ୍ତି। ପ୍ରଭୁ ବୁଝି ଯାଇଛନ୍ତି ଭିତର କଥାଟା। ଆ ଭିତରେ କାମନା ନାହିଁ, ବିଶ୍ୱ ମଙ୍ଗଳ ଚେତନା। ଯେତେବେଳେ ଫେରିଲେ ତାଙ୍କ ଅଞ୍ଚଳ ସବୁ ପ୍ରସାଦମୟ, ନିଜ ଘର ବି ପ୍ରସାଦ। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା। ଆମେ ଜାଣୁ ଆମର ଏପଟରେ କୁହନ୍ତି ହିଂସାରେ ଯଦି ଧାନ, ହିଂସାରେ ବା ପାଲରେ ଯଦି ଧାନ ଶୁଖେ, କାଉକୁ ସୁବିଧା, କାଉ ପେଟ ପୁରିଯାଏ। ହିଂସ ହେଲା ବିଶାଳ ଚେତନା, ବିଶ୍ୱ ଚେତନାର ପ୍ରତୀକ। କୁଆଟା ହେଲା ବ୍ୟକ୍ତି ଚେତନାର ପ୍ରତୀକ। ଯଦି ଚାରିଆଡେ ଭଲ ଅଛି, ଆମର କାହିଁ ନ ରହିବ? ତ ବ୍ୟକ୍ତି ଭିତରେ, ବ୍ୟକ୍ତି ଭିତରେ ବିଶ୍ୱ, ବିଶ୍ୱ ଭିତରେ ବ୍ୟକ୍ତି। ତେଣୁ ସୁଦାମାଙ୍କ ଭିତରେ କଣ ଥିଲା? ହର ଲାଇଫ, ହର ବ୍ଲିଷ୍ଟ ଆର୍ଟ ଫର ଆର୍ଥ ଆଣ୍ଡ ମେନ୍, ଆଡ୍ରେସ ଅଫ ଡିଭାଇନ ମଦର, 22 ପାବଚ୍ଛରେ କ୍ୟାଣ୍ଟୋ 22ରେ ଗୋଟି ଗୋଟି ଗଣିଗଲେ ଏଇ ଲାଇନଟି ଆମେ ପାଇବା। ଅଶ୍ୱପତି ମାଗୁଛନ୍ତି ହର ଲାଇଫ, ସେଇ ଦେବୀଙ୍କର, ବିଶ୍ୱ ଜନନୀଙ୍କର ଆଲୋକକୁ ମାଗୁଛନ୍ତି, ଜ୍ଞାନକୁ ମାଗୁଛନ୍ତି। ବ୍ଲିଷ୍ଟ, ସମରସକୁ ମାଗୁଛନ୍ତି। ଆର୍ଟ ଫର ଆର୍ଥ ଆଣ୍ଡ ମେନ୍, ମଣିଷ ପାଇଁ ଏବଂ ଏଇ ପୃଥିବୀ ପାଇଁ। ଏହାର ପ୍ରତୀକ ଥିଲେ କିଏ? ନା ସୁଦାମା। ଏ ହଉଛି 22 ପାବଚ୍ଛର କଥାଟି। ବିଶ୍ୱଗତ ଚେତନା ଠିକ କଣ ହୁଏ? ଆମର ସାଧନା ଦରକାର। ବ୍ୟକ୍ତିଗତ ଚେତନା ରହିଲେ କଣ ସାଧନା ହବ? ମୋଟେ ହବ ନାହିଁ। ଆଗେ ବିଶ୍ୱ, ତାପରେ ବ୍ୟକ୍ତି। ବିଶ୍ୱ ସୁଖରେ ରହିଲେ ମୁଁ ସୁଖରେ। ବିଶ୍ୱରୁ କରୋନା ଗଲେ ସିନା ଏ ବ୍ୟକ୍ତି ଭିତରୁ କରୋନା ଯିବ। ତେଣୁ ପ୍ରଥମେ ବିଶ୍ୱ ଚିନ୍ତା, ବିଶ୍ୱ ପାଇଁ ପ୍ରାର୍ଥନା, ତାପରେ ବ୍ୟକ୍ତି ପାଇଁ ପ୍ରାର୍ଥନା। କିନ୍ତୁ ଆମେ ନିଜ ପାଇଁ ପ୍ରାର୍ଥନା, ବିଶ୍ୱ ପାଇଁ ପ୍ରାର୍ଥନା କରିବାକୁ ଭାରି କିଏ ବାଡଉଛି ସାକେତ। ସାବିତ୍ରୀ ଈଶ୍ୱର କହୁଛନ୍ତି love in her was idle than the universe, the spiritual that can make all things divine। ସାବିତ୍ରୀଙ୍କ ଭିତରେ ଯୋଉ ଲଭ ଅଛି, ପ୍ରେମ ଅଛି, ତାହା ସମଗ୍ର ବିଶ୍ୱ ଆକାଶଠୁ ବ୍ୟାପକ। ଆଉ ସେହି ବ୍ୟାପକ ଚେତନା ହଉଛି ଆଧ୍ୟାତ୍ମିକତା। ଏବଂ ସେ ଆଧ୍ୟାତ୍ମିକତା ହଉଛି, ସେ ଆଧ୍ୟାତ୍ମିକତା ଭିତରେ ପ୍ରବେଶ କଲେ ପ୍ରତ୍ୟେକ ଜିନିଷ ଦିବ୍ୟତ୍ୱରେ ପରିଣତ ହେଇଯିବ। ଆମେ ଚାହୁଁଛୁ ଯେ ଆମର ପ୍ରାଣର ରୂପାନ୍ତର, ମନର ରୂପାନ୍ତର,
ଦେହର ରୂପାନ୍ତର, କୋଷାଣୁର ରୂପାନ୍ତର। ସୂତ୍ରଟି ହଉଛି ବିଶ୍ୱ ଚେତନାରେ ପ୍ରଥମେ ବାସ କର। ଏଗୁଡା ସବୁ ଆପେ ଆପେ ହେଇଯିବ, ସେ ସବୁ କରିଦେବେ। ସୁଧାବାର ଯେମିତି କରିଦେଲେ ସବୁ କରିଦେବେ। ଆମେ ସିନା ମାଙ୍କ ଭଳିଆ ବିଶ୍ୱ ଆକାଶ ହେଇପାରିବାନି, କି ବିଶ୍ୱକୁ କୋଳେଇ ପାରିବାନି, କିନ୍ତୁ ଆମେ ତ ସାଗରକୁ ଲକ୍ଷ୍ୟ କରି ସାଗର କୂଳରେ ବସି ତା ଭିତରେ ମିଳେଇ ଯାଇପାରିବା, ନିଜକୁ ହଜେଇ ଦେଇପାରିବା, ସାଗର ପାଲଟି ଯାଇପାରିବା। ଛାତ ଉପରେ ଦିଗ୍ବଳୟକୁ ଯାଇ ଦିଗ୍ବଳୟକୁ ଲକ୍ଷ୍ୟ କରି ଏ ଦିଗ୍ବଳୟ ଭିତରେ ପ୍ରବେଶ କରିଯାଇପାରିବା। ଉର୍ଦ୍ଧ୍ୱକୁ ଆକାଶକୁ ଅନେଇ ତା ଭିତରେ ବି ଲୀନ ହେଇଯାଇପାରିବା। ଦେଖିବା, ପରୀକ୍ଷା କରିବା କଣ ହଉଛି, ମା ଆଶ୍ଚର୍ଯ୍ୟଙ୍କ କଥା ସତ ନା ମିଛ। ଯଦି ଏହି ଚେତନା ଥାଏ, ତାହେଲେ ହରିଶ୍ଚନ୍ଦ୍ରଙ୍କୁ ଯୋଉ ମାଲିକ ଚଣ୍ଡାଳ ଶ୍ମଶାନ ଯୋଗାଇ ଦେଇଥିଲା, ସାଙ୍ଗେ ସାଙ୍ଗେ ସେ ଇନ୍ଦ୍ରରୂପ ହେଇଯିବେ। ତାଙ୍କର ଛାଦୁ ସେ ଗଳି ପଡିବ, କହିବେ ଚାଲ ତୁମ ତପସ୍ୟାରେ ମୁଁ ପ୍ରୀତ, ସ୍ୱର୍ଗ କିଛି ଦିନ ବୁଲି ଆସିବ। ନା ନା ପ୍ରଭୁ, ମୋର ତାହା ଦରକାର ନାହିଁ। ଯଦି ମୋ ତପସ୍ୟା ବଳରେ ମୋ ପ୍ରଜାମାନେ ଗୋଟିଏ ମାତ୍ର ସ୍ୱର୍ଗ ବୁଲି ଆସନ୍ତି, ମୁଁ ଖୁସି। ପ୍ରଥମେ ଇମ୍ପର୍ସନାଲ ବ୍ୟକ୍ତି, ପରେ ପର୍ସନାଲ ନିଜ ବ୍ୟକ୍ତି। ଆମେ ତ ହରିଶ୍ଚନ୍ଦ୍ର ଚେତନାକୁ ଛୁଇଁପାରିବା ନା। ଏହି ବିଶ୍ୱଗତ ଚେତନାକୁ ଆରୋହଣ କଲେ ଆଉ କଣ ହୁଏ? ଚତୁର୍ଥ ପାହାଚରେ ପ୍ରଭୁ ଲେଖୁଛନ୍ତି, ଆରୋହଣ କଲେ କଣ ହୁଏ? ସରି, ଚତୁର୍ଥ ପାହାଚ ନୁହେଁ, ଇଏ ହଉଛି 22 ପାହାଚ ପରେ, ଯେ ପେନ୍ ଇଜ ଦ ସିଗ୍ନେଚର ଅଫ ଇଗ୍ନୋରାନ୍ସ। ଚାପ୍ଟର ହେଲା ଦି ୱେ ଅଫ ଫେଟ୍ and the parable of the pen, problem of the pen। ଯଦି ଏହି ଚେତନାକୁ ଜଣେ ପ୍ରବେଶ କରିଯାଏ, ଅଜ୍ଞାନତା ନିଜ ଭିତରୁ ପଳେଇଯିବ। ଅଜ୍ଞାନତା ଭିତରୁ ମଣିଷ କଣ କରିବ ନା ସୋମରସ ପାନ କରିପାରିବ। ଗୋଲାପ ଗଛ, କଣ୍ଟା ଗଛ ଭିତରୁ ଗୋଲାପ ତୋଳି ପାରିବ। ପଙ୍କୁକୁ ଦେଖିବା ମାତ୍ରେ ତା ଭିତରେ ପଦ୍ମ ଅଛି ବୋଲି ସେ ଗ୍ରହଣ କରିପାରିବ। ଦସ୍ୟୁ ରତ୍ନାକୁ ଦେଖିଲା ମାତ୍ରେ ନାରଦ ପାଲଟି କହିବ ନା ନା ନା, ଆ ଭିତରେ ବାଲ୍ମୀକି ଅଛନ୍ତି। ତେଣୁ କଥା ହଉଛି ପେନ୍ ଇଜ ଦ ସିଗ୍ନେଚର ଅଫ ଇଗ୍ନୋରାନ୍ସ। ତେଣୁ ଯୋଉ ଯନ୍ତ୍ରଣା ଆମେ ଭୋଗୁଛୁ, ମାନସିକ ଯନ୍ତ୍ରଣା, ପ୍ରାଣୀକ ଯନ୍ତ୍ରଣା, ଶାରୀରିକ ଯନ୍ତ୍ରଣା, ସେସବୁ ହଉଛି ଆମର ଅଜ୍ଞାନତା। ଶାରୀରିକ ଯନ୍ତ୍ରଣା କିଭଳି ଯିବ? ମାନସିକ ପ୍ରାଣୀକ ଯନ୍ତ୍ରଣା ଚାଲିଯିବ। ଶାରୀରିକ ଯନ୍ତ୍ରଣା କେମିତି ଯିବ? ସଙ୍ଗୀତକୁ ଶୁଣିଲେ ଦେହରେ ରୋମାଞ୍ଚ ହୁଏ, ଆକାଶକୁ ଅନେଇଲେ କିଛି ଅବତରଣ ହୁଏ, ଶରୀର କୋଷାଣୁରେ ପ୍ରବେଶ କରିଯାନ୍ତି, ନିଶ୍ଚୟ ଆରାମ ଲାଗିବ। ଯଦି ଏଇଭଳି ପ୍ରାକ୍ଟିସ କରାଯାଏ, ଅଜ୍ଞାନତା ଖସି ପଡିବ। ବିଶ୍ୱ ଚେତନାକୁ ଆରୋହଣ କଲେ ଆଉ ଏକ ଘଟଣା ଘଟେ। ହେଉଛି କଣ? ଦି ଯୋଗ ଅଫ ଦି କିଙ୍ଗ, ଦି ଯୋଗ ଅଫ ଦି ସ୍ପିରିଟ୍ସ ଫ୍ରିଡମ ଆଣ୍ଡ ଗ୍ରେଟନେସ। ପ୍ରଭୁ ଲେଖୁଛନ୍ତି, once more he had in the still cosmic mind। ନଶପତି ଶୁଣିଲେ କଣ ନା ସେହି ପରମ ପ୍ରଭୁଙ୍କର ବାଣୀ ଶୁଣିଲେ, ଏପଟରେ ଭିତର ବି ବାଣୀ ଶୁଣିଲେ। ଯଦି ଏହି ଚେତନାକୁ ଜଣେ ଆରୋହଣ କରିପାରେ, ବିଶ୍ୱ ମନ ଚେତନାକୁ ଯଦି ଆରୋହଣ କରିପାରେ, ସେ ଏ ଶବ୍ଦ ବି ସବୁ ଶୁଣିପାରିବ। ମାନେ ନିଶବ୍ଦରେ ଶବ୍ଦ, ତାକୁ କହୁଛନ୍ତି
ୱାନ୍ସ ମୋର ମାନେ ପ୍ରଥମ ବାର କଣ କଣ କୋଉଠି ଶୁଣିଥିଲେ ନା ତୃତୀୟ ପାହାଚ ଶୁଣିଥିଲେ ଯୋଗ ସୋଲ ସିରିଜରେ ଶୁଣିଥିଲେ। ଏଟା ପୁଣି ଯେତେବେଳେ ରୂପାନ୍ତର ପାଇଁ ଚେଷ୍ଟା କଲେ ଏଇ ବାଣୀ ପୁନର୍ବାର ଶୁଣୁଛନ୍ତି। ଆମେ ଏବେ ସିଧାସଳଖ 22 ପାହାଚକୁ ଯିବା। ଆଡୋରେସନ ଅଫ ଦି ଡିଭାଇନ ମଦର, ଏ ଷ୍ଟିଲନେସ ଇନକମ୍ୟୁନିକେବଲ। ଭାବାର୍ଥ ତାର ଏ ଷ୍ଟିଲନେସ ଏକ ଚିରନ୍ତନ ସର୍ବଦା ଆବସଲ୍ୟୁଟ ପରିପୂର୍ଣ୍ଣ ଇନକମ୍ୟୁନିକେବଲ ଏକ ଲୌହ ନିରବତା ଅବତରଣ କରୁଛି। ଅବତରଣ କରିବ ଲୌହ ନିରବତା କଣ ତା ମାନେ? ଲୁହା ତ ଗୋଟି ଗୋଟି ହେଇ ପଡିପାରେ। ଭାବାର୍ଥରେ କଣ ଲେଖା ହେଇଛି? ସଦା ସର୍ବଦା ହିଁ ପାବଚ୍ଛରେ ପୂର୍ଣ୍ଣ ଭାବେ ଲୌହ ତରଳ ନିରବତା, ଲୁହାର ତରଳ ନିରବତା। କଣ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଲୁହା ଭଳି ତପ୍ତ ତରଳ ନା କୌଣସି ଯାଦୁକର ସ୍ପର୍ଶରେ ଶୀତଳ ତରଳ ଲୌହ? ଯେ ଏହି ଘଟଣା ଘଟିଲା, ଏହି ଅବତରଣ ଘଟିଲା ବାବାଜୀ ମହାରାଜଙ୍କ ଉପରେ। ତାଙ୍କ ଦେହ ହାତ ମୋଡି ହେଇ ଜାକି ଜୁକି ହେଇଗଲା। ସାକାତ ଯେମିତି ହାଡ ଗଣ୍ଠି ସବୁ ଭାଙ୍ଗି ଭାଙ୍ଗି ଯାଉଛି। ଏହି ସ୍ୱାଦ କିନ୍ତୁ ରାମ ତାରକା ମନ୍ତ୍ରରେ ପାଇନଥିଲେ। ତେଣୁ ଅଯୋଧ୍ୟା ଛାଡ଼ିଦେଲେ। ସେହି ଯୋଗିନୀଙ୍କ ନାଁ କଣ? ଖୋବିନି 22 ପାହାଚରେ ଜଗି ବସିଛନ୍ତି। ଶ୍ରୀକୃଷ୍ଣଙ୍କ ପାଖକୁ ଛାଡିବେ ବା ଜଗନ୍ନାଥଙ୍କ ପାଖକୁ ଛାଡିବେ ବା ଏଭଳି ସାବିତ୍ରୀ ପଠନରେ ଅନେକ ଶବ୍ଦରେ ନାନା ଅନୁଭବ, ନାନା ଉଚ୍ଚତର କଳ୍ପନା। ବାବା ବାନର କଳ୍ପନା ସବୁ ବାନର ଭଳି ମସ୍ତିଷ୍କ ଭିତରକୁ ଲମ୍ପ ଦିଅନ୍ତି। ସାବିତ୍ରୀ ପଠନ କଲେ ଅଜ୍ଞାନ ମନ ବିକୃତ କରି ତାକୁ ସବୁ କହିବାର ଅଭ୍ୟାସ କରିଛି। ତେଣୁ ପୁନର୍ବାର କ୍ଷମା ଦେବେ। ଏହି ନିରବତା ଅଧିକାର କଲେ କଣ? 22 ପାହାଚ କଥା କହୁଛି। ଆର ସବୁ ସ୍ୱଭାବ କଣ ନା ଏ ଓ ସୋଲ ଇଟ୍ ଇଜ ଟୁ early to rejoice। ହେ ଆତ୍ମା, ତୁମେ କଣ ତାର ଭାବାତ୍ର, ତୁମେ କଣ ଏତେ ଶୀଘ୍ର ସଂସାରକୁ ଯନ୍ତ୍ରଣା ମିଛ ମାୟା ଭାବି ପଳାୟନପନ୍ଥୀ ହୋଇ ଗେରୁଆ ପିନ୍ଧି ଲଣ୍ଡା ହୋଇ ବିଶ୍ରାମ ଆରାମ କରିବାକୁ ଚାହିଁବି? ଆତ୍ମାକୁ ମସ୍ତିଷ୍କ ଉର୍ଦ୍ଧତ ଅତିମାନସ ବା ଜୀବାତ୍ମା ବୋଧ ଏପରି କହୁଛନ୍ତି କି? ସେ ଜୀବାତ୍ମା ପୁଣି ବୁଝେଇ ଦଉଛନ୍ତି, ୟୁ ହାଭ୍ ଲିଫ୍ଟେଡ୍ ଇନଟୁ ଏ ଗାର୍ଡ ଡିଭାଇନ ଆବିସ୍। ଭାବାର୍ଥ, ତୁମେ ଚେତନାର ଶୃଙ୍ଗ ସବୁରୁ ଗୋଟିଏ ପରେ ଗୋଟିକୁ ପବନ ସୁତଙ୍କ ପରି ଦିବ୍ୟ ଊର୍ଦ୍ଧ୍ୱମୁଖୀ ଦ୍ୱାର ଦେଶରେ ପହଞ୍ଚିଛ। ମାତ୍ର ଶୃଙ୍ଗରୁ ଶୃଙ୍ଗ ପୁରୀ ମନ୍ଦିର ବୁଝିବା ପାଇଁ ପ୍ରଥମ ଦେଉଳର ଚୂଳରୁ ଦ୍ୱିତୀୟ ଦେଉଳ ଚୂଳକୁ ଲମ୍ଫ ପବନ ସୁତ ହନୁମାନ, ଦ୍ୱିତୀୟ ମନ୍ଦିରରୁ ତୃତୀୟ ମନ୍ଦିରକୁ ଶିଖରକୁ। ଯଦି ଭିତରୁ ଯିବା ହୁଏ ଅଥବା କୋଉଠି ପହଞ୍ଚିବ? ମନ୍ଦିର ଭିତରକୁ କଣା କରି ନା ଯୋଉ ନେତ ଉଡୁଛି ପହଞ୍ଚିବ। ସେ ଜଷ୍ଟି ଭିତରେ ସେ ଊର୍ଦ୍ଧ୍ୱକୁ ଉଠିବ। ଆମ ଯୋଗ ଶ୍ରୀବିନ୍ଦକ ଯୋଗ କୋଉଠି ଦେଖନ୍ତୁ? ଭିତରେ ଦୀପ ଜଳିବ, ମନ୍ଦିର ଭିତରେ ସେ ଦୀପ ଶିଖା ଫୁଟେଇବ ଯାଇ ଜଷ୍ଟି ପାଖରେ ପହଞ୍ଚିବ। ସେଠି ପହଞ୍ଚି କଣ କରିବ ନା
ସେ ହଉଛି ଗୋଟେ ଗର୍ତ୍ତ। ସେ ବାଉଁଶ ହେଇଥାଉ, ଯଷ୍ଟିଟା ହଉଛି ଗର୍ତ୍ତ, ତାର ଭିତରେ ଆଉ ଉର୍ଦ୍ଧ୍ୱକୁ ଉଠିବାକୁ ପଡିବ। ନେତ ଯୋଉଠି ଉଡୁଛି ତାର ଉର୍ଦ୍ଧ୍ୱକୁ ଆମକୁ କେତେ ବାଟ ଯିବାକୁ ପଡିବ। We have lifted into a God divine abyss। ତୁମେ ଯୋଉ ସେ ଯୋଉ ଯଷ୍ଟିର ମୂଳ ପାଖରେ ଆସି ପହଞ୍ଚିଛ, ତାହା ହଉଛି ଗୋଟେ ଗର୍ତ୍ତ। ସେ ହଉଛି ଡିଭାଇନ ଗର୍ତ୍ତ, ଆବିସ୍। ସେଠି ତୁମେ ଖୁସି ପାଉଛ, ସଂସାର ତ୍ୟାଗ କରୁଛ। ତୁମ ପାଇଁ ଅନେକ କାମ। କଣ ସେ କାମ? ନା ଆଣ୍ଡ ଇମୋର୍ଟାଲ, ଆତ୍ମା ଯୋଉ ରୁଚି କରିବାକୁ ଚାହୁଁଛନ୍ତି, ସେ ସାରିଛ। ଏତେ ଶୀଘ୍ର କଣ ପଳେଇ ଯାଉଛ, ବିଶ୍ରାମ କରୁଛ, ବାବା ହେଇଯାଉଛ? ପଚାରୁଛନ୍ତି କିଏ? ଜୀବାତ୍ମା ପଚାରୁଛନ୍ତି, ଅତି ମାନସ ପଚାରୁଛନ୍ତି। କାହାକୁ? ନା ଆତ୍ମାକୁ ପଚାରୁଛନ୍ତି। ପୁଣି ପଚାରୁଛନ୍ତି ଦି ଚାମ୍ବର where the glorious envy kiss। କରୁ ଶତ୍ରୁତା ବିলীନ ହେଇଯିବ ବ୍ୟକ୍ତ ଭିତରୁ। ଯୁଦ୍ଧ କରିପାରନ୍ତି କିନ୍ତୁ ତାଙ୍କ ଭିତରେ ଶତ୍ରୁତା ନଥିବ। ଉଭୟ ଶତ୍ରୁ ଉଭୟଙ୍କୁ ଚୁମ୍ବନ ଦେଉଥିବେ, ଯଥା ଭୀଷ୍ମ ଦ୍ରୋଣ କୌରବ ପକ୍ଷ, ଏପଟେ ପାଣ୍ଡବ ପକ୍ଷ। ଯୁଦ୍ଧ ପୂର୍ବରୁ କେତେ ଚୁମ୍ବନ। ଏହି ରହସ୍ୟ ଘଟି ନାହିଁ ଯେହେତୁ ଦି ମିଷ୍ଟ୍ରି ଅଫ୍ ଦି ଗଡ୍ସ ବାର୍ଥ ଆଣ୍ଡ ଆକ୍ସ ରିମେନ୍ସ। ତେଣୁ ଅବତାରଙ୍କର ଜନ୍ମ ରହସ୍ୟ ଅଟକି ଯାଇଛନ୍ତି। କଳ୍କି ଅବତାର ହେଇଯାଇଛନ୍ତି ଏବଂ କଳ୍କି ଶ୍ରୀ ଅରବିନ୍ଦ ବର୍ତ୍ତମାନ ମାତୃଶକ୍ତିକୁ ଦାୟିତ୍ୱ ଦେଇଛନ୍ତି। 10 ଅବତାର ନେଲ, ମାତ୍ର କରିପାରିଲ ନାହିଁ, ମତେ ଦାୟିତ୍ୱ ଦେଇଦିଅ ପ୍ରଭୁ। ମା ନେଇ ଆସିଛନ୍ତି। ତେଣୁ ଧର୍ମ ସଙ୍କଟ ଏବେ ବି ରହିଛି। ସଙ୍କଟଟା ଭିତର ରୂପାନ୍ତର କେମିତି? ନା ଶତ୍ରୁ ଭିତରେ ତ ଚୁମ୍ବନ ଦିଆନି ହବ। ଆକୁ କିଏ ଦେଖୁଛି? ନା an eye had opened upon timelessness। ସେ ଯୋଉ ନେତ ଉଡୁଛି, ନେତାର ବହୁ ଉର୍ଦ୍ଧ୍ୱରେ ଏକ ଆଖି, ଏକ ଚିରନ୍ତନ ଆଖି ସବୁବେଳେ ଚାହିଁ ରହିଥିଲା ତୁମକୁ। ତୁମେ ଏବେ ଆସିଛ, ତୁମେ ଯେତେ ବାଟ ଆସି ସାରିଛ, ଯେତେ ଉଚ୍ଚତାକୁ ଉଠିଛ, ଯୋଉ ଶିଖରକୁ ଉଠିଛ, ଯୋଉ ଏଭରେଷ୍ଟ ଶୃଙ୍ଗକୁ ଟପିକିରେ ଆହୁରି ଉର୍ଦ୍ଧ୍ୱକୁ ଉଠିଛ, ତୁମକୁ ଚାହିଁ ରହିଥିଲା ଏକ ଚିରନ୍ତନ ଚକ୍ଷୁ ମହା। Here to fulfill himself was God's desire। ଏହି ଅମରତ୍ୱ, ଏହି ଅହଙ୍କାରର ବିନାଶ, ଷଡ଼ରୂପଙ୍କର ବିନାଶ ବା ରୂପାନ୍ତର, ଏହି ଥିଲା ତାଙ୍କର ଡିଜାୟାର, କାମନା। ତାକୁ ତୁମକୁ ଏଠି ଏହି ପୃଥିବୀରେ ପୂରଣ କରିବାକୁ ପଡିବ। ଆଉ ତୁମେ କଣ ବିଶ୍ରାମରେ ଯାଉଛ, ସନ୍ନ୍ୟାସୀ ଯାଉଛ? এইଠି ଆଡରେସନ ଅଫ ଦି ଡିଭାଇନ ମଦର ପ୍ରଥମ ଭାଗର ଅନ୍ତ, ସେଗମେଣ୍ଟ ଫାର୍ଷ୍ଟ ଏଣ୍ଡ। ଦ୍ୱିତୀୟ ଭାଗ ହେଲା ଏଇ କଥା ଶୁଣି ବୁଝିଗଲେ ଅଶୋକତି ଆତ୍ମା। କଣ କଲେ? Even while he stood on the being's naked edge। ଯେତେବେଳେ ତାଙ୍କ ମଣିଷ ସତ୍ତାରୁ ମୁକ୍ତ ହେଇ ତାଙ୍କ ଆତ୍ମା କଣ କଲା? ନା ଯାଇକି ଚରମ ଶିଖରରେ, ଏଡ୍ଜରେ ପହଞ୍ଚିଲା। ଆମେ ଯଦି ଚରମ ଶିଖରରେ, କୌଣସି ଟାୱାର ଚରମ ଶିଖରରେ ପହଞ୍ଚୁଛୁ, ଆମ ଅବସ୍ଥା କଣ ହଉଛି? 10 ତାଲା 15 ତାଲା ବିଲ୍ଡିଂ ଉପରକୁ ଉଠିଗଲେ ତଳୁକୁ ଅନେଇଲେ କଣ ହଉଛି? ଉପରକୁ ନେଲେ କଣ ହଉଛି? ଚାରିଆଡକୁ ଅନେଇଲେ କଣ ହଉଛି? ମୁଣ୍ଡ ବୁଲଉଛି। ଡିଭର୍ସନ ପଡିছে, ମୁଣ୍ଡ ବୁଲେଇଲା। And all the passion and seeking of his soul faced their destination in the same featureless vast। ତାଙ୍କ ଭିତରେ ଯେତେ କାମନା ଥିଲା, ଯେତେ ଆତ୍ମାର ବ୍ୟାକୁଳତା ଥିଲା, ଏହି ଜିନିଷକୁ ଦେଖିକି, ଏଇ ଭାଷ୍ଟନେସ ଦେଖି, ବିଶ୍ୱଜନୀଙ୍କର ଭାଷ୍ଟନେସ ଦେଖି, ଡେଷ୍ଟିନେସନ
ମାଙ୍କୁ ଦର୍ଶନ କରିବାରୁ ମାତୃ କୋଳକୁ ଯିବା ପୂର୍ବରୁ ବିଦେଶରୁ ଆସିଛି 3 ବର୍ଷ ପରେ, ବର୍ଷ ପରେ, 2 ବର୍ଷ ପରେ କୋଉ ପ୍ୟାସନ ରହିବ? କିଛି ରହିବନି। କୋଉ ଡିଜାଇନ ରହିବ? ମୋର ମାତୃ କୋଳ ହିଁ ଦରକାର। ମାତୃ କୋଳର ଶାନ୍ତି ଆଉ କୋଉଠି ନାହିଁ। ମୁଣ୍ଡ ବୁଲଉଛି। The presence she yearned for suddenly close. ହଠାତ୍ ସେ ମହାଶୂନ୍ୟ ଭିତରୁ କେହି ଶୂନ୍ୟ ଭିତରୁ କେମିତି କଣ ନେଇ ଆସିବେ? ଆସିକିରି କୋଳେଇ ନେଲେ। ପଢିଯିବେ ଶିଶୁ ଚେତନା ପ୍ରାପ୍ତ କରିଛନ୍ତି। ଅଶ୍ୱପତିକୁ କୋଳେଇ ନେଲେ। ମୋ ଏତେ କଷ୍ଟ କରି ଆସିଛି, କୋଳେଇ ନେଲେ। ଦି ପ୍ରେଜେନ୍ସ ଫର ସଡନ ରିକ୍ଲୋଜ। ସେ ବି ବ୍ୟାକୁଳ ହେଇଗଲେ। ମା ବି ବ୍ୟାକୁଳ, ସନ୍ତାନ ବି ବ୍ୟାକୁଳ। ସଡନ ରିକ୍ଲୋଜ, ନିଜ କୋଳକୁ ଟାଣି ନେଲେ। ଏଠି ଗୋଟେ ପ୍ରଶ୍ନ ଆସୁଛି, ଆଙ୍କ ଶରୀର କଣ, ଅଶ୍ୱପତିଙ୍କ ଶରୀର କଣ ବା ଶିବବିନ୍ଦୁଙ୍କ ଶରୀର କଣ ଯାଇଥିଲା? ଶରୀର ଯାଇ ନଥିଲା। ହଂସ ଯାଇଥିଲା ଉଡି ଉଡି। ଅପା ଗୀତ ଗାଉଥିଲା, ହଂସ ଯାଇଥିଲା ଉର୍ଦ୍ଧ୍ୱକୁ, ବା ନିଜ ଭିତର ପାଳା ଆତ୍ମା ଉଡି ଯାଇଥିଲା ଉର୍ଦ୍ଧ୍ୱକୁ, ଏବଂ ଉର୍ଦ୍ଧ୍ୱରୁ ଆସିକି କୋଳଉଥିଲା। ବିଷାତ୍ମା ଦିବ୍ୟ ଜନନୀ ଅବସ୍ଥାଟି କଣ ଅଶ୍ୱପତିଙ୍କର? ଧ୍ୟାନ ଅବସ୍ଥାର ଘଟଣା ସବୁ। ଆଡୋରେସନ ଅଫ ଦି ଡିଭାଇନ ମଦର, ଧ୍ୟାନ ଅବସ୍ଥାର ସବୁ କିଛି ଘଟଣା, ସ୍ୱପ୍ନ ଅବସ୍ଥାର ସବୁ କିଛି ଘଟଣା। ତାକୁ ଏ ଚଣ୍ଡାଳ ମନ ଭାଷାରେ କଣ ପ୍ରକାଶ କରିବ? ଏକ ପାଗଳାମୀ, ଏବଂ ଏ ପାଗଳାମୀରେ ବି ଆନନ୍ଦ ଅଛି। ତାପରେ କହୁଛି, ଇଭିନ୍ ଆଜ ଏ ମଦର ଡ୍ର ହର ଚାଇଲ୍ଡ ଟୁ ହର ଆର୍ମସ। ସତେ ଯେମିତି ଏକ ମା ଇଭିନ୍ ଜନ୍ମ କଲ ମାଠୁ ବଳି କୋଳକୁ ନେଇଗଲେ। ସୁଖର ଘଟଣା ସବୁ ଘଟୁଛି। ହାପି ମିଷ୍ଟ୍ରି। ଏହି ଆତ୍ମା ଏଇଠି ଲେଖିଲେ, ଏଠି ଆଉ କିଛି ଲେଖିଲେନି କାହିଁ? ମିନ୍ସ ଆତ୍ମା ହି ଲେଖିଲେ କାହିଁକି? ଶ୍ରୀଅରବିନ୍ଦଙ୍କ ବଡିରେ ଯାଇଥାନ୍ତା ହି ଲେଖିଥାନ୍ତା ନା ଆତ୍ମା ଗଲା? ଆତ୍ମା ଜାଗାରେ ଇଟ୍ ବସିବନି, ବ୍ରିଥ୍। ଏ ମିସ୍ତ୍ରୀ ଆତ୍ମା ଟିକେ ଶାନ୍ତିରେ ନିଶ୍ୱାସ ମାରିଲା। ପଡି ହବ, ତାର ଉପର ପଡିଲେ ତ କିଛି ରହିବନି। ଯଦି ଆହୁରି ଉର୍ଦ୍ଧ୍ୱରୁ ପଡିବ କଣ ହବ? ରହିବ। ଏସ୍କେପିଂ ଫ୍ରମ୍ ଇନଟୁ ଦି ଅରିଜିନାଲ ବ୍ଲିସ୍, ମାତୃ କୋଳରୁ ଝରି ଆସିଲା ବ୍ଲିସ୍। ସମରସ ଧରି ଇଏ ହଉଛନ୍ତି ଶିଶୁ। ଶିଶୁ କଣ ହେଲା ପରିଣାମରେ? ଏ ନେଚର ଥ୍ରୋବିଂ ୱିଥ୍ ଏ ହାର୍ଟ ଡିଭାଇନ୍। ଅଶ୍ୱପତି ଶିହରିତ ହେଲେନି, ଅଶ୍ୱପତିଙ୍କ ଆତ୍ମା ଶିହରିତ ହେଲାନି। ଏପଟରେ ପ୍ରଭୁଙ୍କର, ଶ୍ରୀଅରବିନ୍ଦଙ୍କର ଶରୀର ଭିତରେ ବି ଶିହରିତ ହେଉଥିଲା। ଏବଂ ଶରୀର ଭିତରେ ସର୍ବଶ୍ରେଷ୍ଠ ଶରୀରର ପ୍ରତୀକ ହେଉଛି କିଏ? ଏ ନେଚରର ପ୍ରତୀକ ହେଉଛି କିଏ? ନା ଶ୍ରୀଅରବିନ୍ଦଙ୍କ ଶରୀର। ସାଙ୍ଗେ ସାଙ୍ଗେ ସମଗ୍ର ବିଶ୍ୱ ବି ଶିହରିତ ହେଉଥିଲା। ଶୁଷ୍କ ମରୁଭୂମିରେ କଣ ହେଲା? ନା ସବୁ ପୁଷ୍ପ ପ୍ରସ୍ଫୁଟିତ ହେଲା, ଶସ୍ୟ ଶ୍ୟାମଳ ହେଇଗଲା। ଯେମିତି ବର୍ଷା ବର୍ଷିଗଲେ ବର୍ଷା ଋତୁରେ ଯେତେ ଶୋଭା ଦିଶେ ପ୍ରଭୃତି, ସାଙ୍ଗେ ସାଙ୍ଗେ ଶିହରିତ ହେଇଗଲେ। ଏହି ବିଷୟରେ ଶେଷ ଉଦାହରଣଟି ଦେଇ ଶେଷ କରିବି। କୃଷ୍ଣ ବ୍ଲିସ୍ ସୋମରସ ବିଷୟରେ କହିବି। ଆମେ ତାକୁ ଜାଣିଛେ, ପୁନରାବୃତ୍ତି କ୍ଷମା କରିବେ।
यही आलोचना बहुत अधा होगला सामान्य प्रश्न मत 22 तथापि सोमरस पर श्रीकृष्ण अश्वमेध यज्ञ करुछंती योजना देदेले माता को देवकी को समस्त को निमंत्रण दायित्व तुम्हें दियो नियो इत्यादि सब काम कर देवी कहले तो गोप बल आसवे ताल तो मोर मान सम्मान कमी जीव यशोदा तो श्रेष्ठ मु कौन करी ना कपट करके गोप को खबर गला नहीं नारद भक्त रो मान बढ़िया चाहती तपस्यार मान बढ़िया चाहती तपस्वी बक्ष जुगलू सोमरस बाहर साधारण मनुष्य पाखु राक्षस रक्ष बाहर तपस्या कले तार संतान देवता हब तपस्या न कले तार संतान राक्षस हब सोमरस पान कले देवता हब तपस्या दरकार सारांश कथा कहूँ सोमरस विषय नारद यशोदा पर कहले कौन गोपवासी जाना कि अरे कृष्ण पर यज्ञ करुछंती ना आमको तो खबर नहीं ना थोके कहले अरे कृष्ण करुची यज्ञ आमको कहब कौन व्यस्त थी मने न चलो 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 समस्ते चलले यशोदा सह समस्ते चलले जाइए गेट रे पशि गले यज्ञ चली यशोदा कौन कर सरी बाधा दौन देवकी तुमको निमंत्रण होता तुम को मान सम्मान किसी जानना गोप नारी माने कौन सम्मान जानना गोप पुरुष माने कौन सम्मान किसी जानना इज्जत महत्व नहीं पाटितुंड है देवकी कौन छो मो पुओ हाँ तो पुओ छाड़ तो पुओ यज्ञ उठी मंत्रध्वनि उठी पलि आसे कृष्ण कौन पाठी हो पाखे ठिया नारद माँ माँ पाटी करना माँ माँ पाटी करना एवं प्रकृत माँ के प्रमाण हो जहा निकटरू सोम रस निर्गत हब से होची प्रकृत माता अमृत बोहीगला कृष्ण पौढ़ कृष्ण पलटि गले शिशु यशोदा कोल को उठे अश्वपति श्री अरविंद यही सोमरस पान कले कि वंदे मातरम। रघुनाथ भाई बोधे कटि गले नाम अच्छी आगे भाई भाई सरला हाँ हाँ आगे अच्छी भाई हेलो हेलो आगे भाई भाई सरली हाँ सरी जाइए हाँ भाई कहतु सरी गला पा आगे आगे ठीक अच्छे बर्तमान आम माँ नाम सह पाठचक्र को ये समाप्त करवा मा 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 मा